कौन कौच दे कौन करे कौन रोसी रोसी कौन करथिलु आ ମୁଁ ଏଇ ରୋଷେଇରେ ପିତ୍ତଳ ମାଛ ଆଣିଥିଲେ କିଲେ ଖଣ୍ଡ ପିତ୍ତଳ ପିତ୍ତଳ ମାଛ କି କି ମାଛ ମୁଁ ନୂଆ ଏ ଶୁଣିଲି ନା ମାଛରେ ବହୁତ କଣ୍ଟା ଅଛି ଖାଇ ପାରନ୍ତିନି ଆରେ ବୁଦ୍ଧୁ ସେଟା ପିତ୍ତଳ ନୁହଁ ଚିତ୍ତଳ ମାଛ ପିତ୍ତଳ ପିତ୍ତଳ ହଉଛି ଏ ବୁଦ୍ଧି ସୁଦ୍ଧି କି ନାଇଁ ମାଛ ବି ଜାଣିପାରୁ କୋଉ ମାଛ କଣ ସେଇଟାକୁ ଚିତ୍ତଳ ମାଛ କହନ୍ତି ହଁ ଆଉ ମତେ ବୋଧେ ଚିତ୍ତଳ ମାଛ କହିଛନ୍ତି ମତେ ପିତ୍ତଳ ଶୁଭିଛି ଆଉ ପିତ୍ତଳ ପିତ୍ତଳ ହେତେବେଳକୁ କଣ ପିତ୍ତଳ କଣ ସେଇଟା କି ମାଛ ପିତ୍ତଳ କଣ ମୁଁ ଆଣିଲି ଭାରି ସେ କଣ୍ଟା ସେ ମାଛ ମୁଁ ଖାଇପାରିଲିନି ମୁଁ ଜମା କଣ୍ଟା ଦଉଥରେ ନାହିଁ ସେଇ ଆଇଁଷକୁ ନେଇ ଆଇଲି ରୋଷେଇ କଲି ଖାଇଲି ଅଣ୍ଡା 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 ତରକାରୀ କରିଥିଲି ଅଣ୍ଡା ତରକାରୀ କରି ଅଣ୍ଡା ଭାତ ଦେଇ ଛାଡ଼ିଦେଲି ପଠେଇଲୁ ମୁଁ ଅଣ୍ଡା ମୋର ଭାରି ପସନ୍ଦ ତୁ କଣ ଆଜି ଆଇଁଷ ଫାଇଁଷ କରିନଥିଲି କରିଥିଲି ଇଲିଶି ମାଛ କରିଥିଲି ଆଉ ସବୁଠୁ ବଡ଼ ମାଛ ଖାଇଛୁ ପୁଣି କହୁଛୁ ଦେଇ ପଠେଇଥାନ୍ତି ଏଠି ଅଣ୍ଡା ମୋତେ ପସନ୍ଦ ଆଉ ରାତି ବେଳକୁ ଦେଇଦେବି ଆଉ ଆମ ବି ଇଏ ଯୋଉ କଣ ଇଲିଶି ମାଛ ତରକାରୀ ରଖିଛି ସେଗୁଡ଼ା ମତେ ଦବୁ ନା ସେଗୁଡ଼ା ଦବୁ ନା କାହିଁକି ପାଖୁଡ଼ା ଛଡ଼େଇ ଦେବୁ ତା ଦେହରେ କଣ୍ଟା ସେ ପିତ୍ତଳ ମାଛ ଖାଇଲା ପୁଣି ଇଲିଶି ମାଛ ଖାଉଛି ସିଏ କଣ୍ଟା ହେଲେ ବି ମାଛ ଟେଷ୍ଟ ଅଛି ଖାଇକି ଦେଖିବୁ ତ ମାନ ମା ମୋର ଥରେ ନାଗି ଯାଇଥିଲା କମ କଦଳୀ ମୁଁ ଗିଳିଛି ଗୋଟା ଗୋଟା ଗିଳିଛି ତତେ ଦ୍ୱାର ତ ମାଛକୁ ଦ୍ୱାର ମତେ ଦବୁ ନା ନାଇଁ ମୁଁ ଅଣ୍ଡା ତାହେଲେ ତୁ ଅଣ୍ଡା ଦବୁନୁ ମୁଁ ଅଣ୍ଡା ଖାଇବି ଦେବି ତୁ ଖାଇବୁ ନା ଅଣ୍ଡା ଖାଲି ମୋର ଏଲର୍ଜି ଦବୁନି ଆଉ ତୁ ନ ଖା ମୁଁ ଯାଉଛି ଆରେ ବସ 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 ନା ବସ ଆହୁରି କେତେ କଥା ଅଛି ପଳେଇ ଯାଉଛି ରାଗି ଯାଉଛି କଣ ସେଗୁଡ଼ା ସେଇଭଳିଆ ଆଉ ଅଣ୍ଡା ଦବୁ ନା ମୁଁ ମାଛ ନଦେଲେ ତୁ ଅଣ୍ଡା ଦବୁ କଥାଟା ସେଇଭଳିଆ କ'ଣ କରିବି ଆଇ ଓଡ଼ିଆରେ କହ ମୋ କଥା ଟିକେ ସହିଯିବୁ ଓହୋ ସହି ଯିବି ହଉ ଠିକ୍